ଶ୍ରୋତା ବନ୍ଧୁ, ସାମ୍ପ୍ରତିକ ଓଡ଼ିଆ କବିତା କ୍ଷେତ୍ରରେ ଜଣେ ବିଶିଷ୍ଟ ସମ୍ବେଦନଶୀଳ ମାନବବାଦୀ କାବ୍ୟଶିଳ୍ପୀ ହେଉଛନ୍ତି କବି ପ୍ରଦୀପ ବିଶ୍ୱାଳ। ଇତିହାସରେ ଅଧ୍ୟୟନ, ତାପରେ ସ୍ନାତକୋତ୍ତର, ତାପରେ ଏମ୍ଫିଲ୍, ପରବର୍ତ୍ତୀ ସମୟରେ MBA ଏବଂ ପରେ ଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବରେ ସେ ତାଙ୍କର କାର୍ଯ୍ୟ ନିର୍ବାହ କରିଛନ୍ତି ଏବଂ ସମ୍ପ୍ରତି ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣର ପ୍ରଶାସନିକ ସଦସ୍ୟ ଭାବରେ ସେ ଅବସ୍ଥାପିତ। ବିଗତ 4 ଦଶନ୍ଧି ଧରି ସେ କାବ୍ୟ ସାଧନାରେ ଅନୁବ୍ରତୀ, ସେ ଏକାଧାରରେ ଜଣେ ପ୍ରଶାସନିକ ଅଧିକାରୀ ତତ୍ସହିତ ଜଣେ ଗଦ୍ୟକାର, ଅନୁବାଦକ ତଥା ଜଣେ ସୁସମ୍ପାଦକ ମଧ୍ୟ। ତାଙ୍କର କବିତା ଗୁଡ଼ିକ ବେଶ୍ ଆବେଗମୟ। ସେଗୁଡ଼ିକରେ ରହିଛି ଧୂସର ଧ୍ରୁପଦୀ, ଭୂମିସ୍ପର୍ଶ, ଶେଷଲୋକ, ପ୍ରେମ କବିତା, ଫେରିବା ବାଟରେ, ସଚିତ୍ର ସମୟ ଏବଂ ଆଲୋକିତ ସନ୍ନ୍ୟାସ ଭଳି କବିତା ସଂକଳନ। ଜୀବନର ବହୁବିଧ ଅନୁଭବକୁ ସେ ଅତି ଚମତ୍କାର ଭାବରେ କବିତାରେ ଆଙ୍କନ୍ତି। ବିଶେଷ ଭାବରେ ଜୀବନ ପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀରେ ବିଷାଦ ଓ ପ୍ରେମ, ସନ୍ନ୍ୟାସ ଓ ବିଦ୍ରୋହର ସମନ୍ୱିତ ରୂପକୁ ପାଠକ ଅନୁଭବ କରିପାରିବେ। ତାଙ୍କ କବିତାରେ ନିଷ୍ଠୁର ଦୁଃଖଗୁଡ଼ିକୁ ନିର୍ବାଣ ଦେଇ ସୁଖର ସ୍ୱର୍ଗୀୟତାକୁ ଅନୁଭବ କରିବାର ଆହ୍ୱାନ ଥାଏ। ତା ସହିତ ପୁଣି ଥାଏ ଦୁଃଖ, ଅବସାଦ, ଅପ୍ରାପ୍ତି, ପ୍ରେମର ମହାସଙ୍ଗମ। ସେ କହନ୍ତି, ଭାବ ଓ ଶବ୍ଦକୁ ନେଇ ତାଙ୍କର ଯାତ୍ରା। ଶ୍ରୋତାବନ୍ଧୁ, ତାଙ୍କର ଇଂରାଜୀରେ ମଧ୍ୟ 2ଟି କବିତା ସଂକଳନ ରହିଛି। ହିନ୍ଦୀ, ତେଲୁଗୁ, ପଞ୍ଜାବୀ ଭାଷାରେ ତାଙ୍କର ଅନୁଦିତ ସଂକଳନ ମଧ୍ୟ ପ୍ରକାଶିତ। ସେ କବିତାକୁ ନିଜ ଜୀବନର ଅଭିନ୍ନ ଅଙ୍ଗ ରୂପେ ମନେ କରନ୍ତି। ସେ କହନ୍ତି, କବିତାର ଜନ୍ମ ହୋଇଥାଏ ଏକ ଗଭୀର ଆବେଗରୁ। ତାର ଉତ୍ସ ହେଉଛି ହୃଦୟ, କେବେ ବି ମସ୍ତିଷ୍କ ନୁହେଁ। ଯେତେବେଳେ ହୃଦୟରେ ଆନ୍ଦୋଳିତ ଆବେଗ କବିକୁ ଆଚ୍ଛନ୍ନ କରେ, ଉଦ୍ବେଳିତ କରେ, ସେତେବେଳେ ହୁଏ କବିତାର ଜନ୍ମ। ପୁଣି ମଧ୍ୟ କହନ୍ତି, ଜଣେ କବି ଏକାଧାରରେ ଜଣେ ପ୍ରେମିକ, ସନ୍ନ୍ୟାସୀ ଏବଂ ବିଦ୍ରୋହୀ। କବିଟିର ପ୍ରେମିକ ସତ୍ତାଟି ତାକୁ ସମଗ୍ର ବିଶ୍ୱ ସହିତ ଯୋଡ଼ିଥାଏ। ପ୍ରେମ ହେଉଛି ତାର ସୃଜନଶୀଳତାର ମୂଳ ଆଧାର। ଏହା ଏପରି ଏକ ବିରଳ ଓ କୋମଳ ଅନୁଭବ ଯାହା ତାକୁ ସୃଜନ ମନସ୍କ କରିଥାଏ। ଅପରପକ୍ଷରେ କବି ଜଣେ ଚିର ସନ୍ନ୍ୟାସୀ। ତାର ସନ୍ନ୍ୟାସ ଭାବଟି ତାକୁ ଜାଗତିକ ମୋହ ଓ ବନ୍ଧନରୁ ମୁକ୍ତ କରି ଏକ ଶାଶ୍ୱତ ଜଗତକୁ ନେଇଯାଇଥାଏ। ସୃଜନ କର୍ମରେ ତାହା ହିଁ ତାର ସହଚର। ପରିଶେଷରେ ପ୍ରତିଟି କବି ଜଣେ ଜଣେ ସତ୍ତାଦ୍ରୋହୀ। ତାର ଏ ଦ୍ରୋହ ସଚରାଚର ସମସ୍ତ ଅନ୍ୟାୟ, ଅବିଚାର ଓ ଅସଙ୍ଗତି ବିରୋଧରେ। ଶ୍ରୋତାବନ୍ଧୁ, ଆଜି କବିଙ୍କର ଏକ ସୁନ୍ଦର କବିତା ଆପଣମାନଙ୍କୁ ମୁଁ ଭେଟି ଦେଉଛି। ତାଙ୍କର କବିତା ଧୂସର ଧ୍ରୁପଦୀ ସଂକଳନସ୍ଥ ଏକ କବିତା, ନିଶବ୍ଦ ଶବ୍ଦର ଗୀତ। କବିତାର ଶୀର୍ଷକ ନିଶବ୍ଦ ଶବ୍ଦର ଗୀତ। ରାତିର ଏ ଘନ ନୀରବତାରେ ମୁଁ ଶୁଣୁଛି କାର ଏ ଶବ୍ଦ। ଏ କଣ ଫୁଲ ଫୁଟିବାର ଶବ୍ଦ ନା କାକର ପଡ଼ିବାର? ରାତିର ଏ ଘନ ନୀରବତାରେ ମୁଁ ଶୁଣୁଛି କାର ଏ ଶବ୍ଦ। ଏ କଣ ଫୁଲ ଫୁଟିବାର ଶବ୍ଦ ନା କାକର ପଡ଼ିବାର?
ନୀରବତାର ବି ଥାଏ ନିଜର ଏକ ଶବ୍ଦ। ସେ କ'ଣ ଆତ୍ମାର ବିଳାପ? ଏ କ'ଣ ସକାଳ ହେବାର ଶବ୍ଦ ନା ସୂର୍ଯ୍ୟଙ୍କ ନିଜ ପାଦ ଶବ୍ଦ? ଅନ୍ଧାରର ତ ଥାଏ ଏକ ଶବ୍ଦ, ଯେପରି ଥାଏ ଜହ୍ନ ରାତିର। ଯଦିଓ ସବୁ ଶବ୍ଦର ସ୍ୱର ଲାଗେ ନାହିଁ ଏକାପରି। ଯଦିଓ ସବୁ ଶବ୍ଦର ସ୍ୱର ଲାଗେ ନାହିଁ ଏକାପରି, ଯେପରି ଦିଶେ ନାହିଁ ଏକାପରି ସବୁଦିନ ଛାତ ଉପରର ଆକାଶ। ମୁଁ ଶୁଣୁଥିବା ଏ ଶବ୍ଦ ଚୁନା ଚୁନା କରି ଦିଏ ଭାଙ୍ଗି। ମୁଁ ଶୁଣୁଥିବା ଏ ଶବ୍ଦ ଚୁନା ଚୁନା କରି ଦିଏ ଭାଙ୍ଗି ନୀରବତାର ଦର୍ପଣ। ଆଉ ମୁଁ ଦେଖିପାରେ ନା ନୀରବତା ଭିତରେ ମୁଁ ନିଜର ପ୍ରତିଛବି। ଆଜନ୍ମ ଭୂତ ପରି ମୋ ପଛରେ ଶବ୍ଦର ଛାଇ। ଆଜନ୍ମ ଭୂତ ପରି ମୋ ପଛରେ ଶବ୍ଦର ଛାଇ ଚାଲିଅଛି ସନ୍ତର୍ପଣେ। ମୁଁ ଦେଖିପାରେ ନା ତାକୁ, ଶୁଣେ ଖାଲି ଅସ୍ପଷ୍ଟ ଏକ ପାଦ ଶବ୍ଦ। କେତେବେଳେ ନୂପୁରର ଛମ ଛମ ଲଳିତ ସଙ୍ଗୀତ, ଆଉ କେତେବେଳେ ପୁଣି ଯମୁନା କୂଳରେ କାର ବିଧୁରିତ ବଂଶୀ ସ୍ୱନ ପରି ମୋ ଭିତରେ ହୁଏ ଉଚ୍ଚାଟନ। ନୀରବତା କ୍ରମେ ହୁଏ ଶବ୍ଦାୟିତ, ଅନ୍ଧକାରେ ଖେଳିଯାଏ ଦ୍ୟୁତିର ତରଙ୍ଗ। ନୀରବତା କ୍ରମେ ହୁଏ ଶବ୍ଦାୟିତ, ଅନ୍ଧକାରେ ଖେଳିଯାଏ ଦ୍ୟୁତିର ତରଙ୍ଗ। ଶ୍ରୋତାବନ୍ଧୁ, ଏବେ ଆମେ ଆଉ ଏକ କବିତା ତାଙ୍କର କବି ପ୍ରଦୀପ ବିଶ୍ୱାଳଙ୍କର ଆଉ ଏକ ସୁନ୍ଦର କବିତା ପଢ଼ୁଛେ। କବିତାର ଶୀର୍ଷକ ବାପା ଚାଲିଗଲେ। ବାପା ଚାଲିଗଲେ ଉଜୁଡ଼ି ପଡ଼େ ସତେ ଯେପରି ମୁଣ୍ଡ ଉପରର ଛାତ ଖଣ୍ଡକ। ବାପା ଚାଲିଗଲେ ଉଜୁଡ଼ି ପଡ଼େ ସତେ ଯେପରି ମୁଣ୍ଡ ଉପରର ଛାତ ଖଣ୍ଡକ। ସେ ବଜ୍ର ହେଉ କି ବତାସ ହେଉ, କିଏ ଜାଣେ କେତେବେଳେ ଏବେ ଖସି ପଡ଼ିବ ଅଚାନକ ଠିକ୍ ନିଜର ମୁଣ୍ଡ ଉପରେ। ବାପା ଚାଲିଗଲେ ଗାଢ଼ ନୀଳ ଦିଶେ ଆକାଶ, ସବୁ ଶୂନ୍ୟ ଶୂନ୍ୟ, ବଢ଼ିଯାଏ ନିର୍ଜନତା, ନିଜ ଭିତରର ଏକାକିତ୍ୱ। କିଏ ଆଉ ପଚାରିବାକୁ ନଥାଏ, ଖାଇବା ଆଗରୁ ପୁଅର ଖାଇବା କିମ୍ବା ଶୋଇବା ଆଗରୁ ପୁଅର ଘରକୁ ଫେରିବା କଥା। ବାପା ଚାଲିଗଲେ ଅଦୃଷ୍ଟର ହାଣ ମୁହଁରେ ବେକ ଥୋଇଦେବ କିଏ? ବାପା ଚାଲିଗଲେ ଅଦୃଷ୍ଟର ହାଣ ମୁହଁରେ ବେକ ଥୋଇଦେବ କିଏ? କିଏ ଅଛି ତାଙ୍କ ଛଡ଼ା ଈଶ୍ୱରଙ୍କ ନିକଟରେ ପାତିଦେବ ହାତ, ନେଇଯିବାକୁ ପୁଅର ଦୁଃଖ ସବୁ ନିଜ ପାଇଁ? ବାପା ଚାଲିଗଲେ ଯେତେ ଉତ୍ତୋଳିତ ଅସ୍ତ୍ର ସବୁ ଉହୁଙ୍କି ଆସନ୍ତି ମୁଣ୍ଡ ଉପରକୁ। ବାପା ଚାଲିଗଲେ ଯେତେ ଉତ୍ତୋଳିତ ଅସ୍ତ୍ର ସବୁ ଉହୁଙ୍କି ଆସନ୍ତି ମୁଣ୍ଡ ଉପରକୁ। କିଏ ବା ଆଉ ଥାଏ ପାତି ଦେବାକୁ ନିଜ ଛାତିର ଢାଲ? କେହି କୁଆଡ଼େ ନଥାନ୍ତି ଆଉ, କେହି କୁଆଡ଼େ ନଥାନ୍ତି ଆଉ। କବିଙ୍କର ଅନ୍ୟ ଏକ କବିତା ସାମାନ୍ୟ କଥନ। ସାରା ଆକାଶ ଗୋଟାକୁ ଧରି ରଖିବାର ଅଜବ ଖିଆଲରେ ବହୁଥିବା, ସାରା ଆକାଶ ଗୋଟାକୁ ଧରି ରଖିବାର ଅଜବ ଖିଆଲରେ ବହୁଥିବା ନିର୍ଜନ ନଈରେ ମାଛ କାତି ଦିଶେ ରୂପା ଜହ୍ନ ପରି, ଏବଂ ଅତୀତର ମୃତାହତ ସ୍ୱପ୍ନ ସବୁ ପଡ଼ିଥାନ୍ତି ଶାମୁକା ପରି ପରିତ୍ୟକ୍ତ ସେ ନଈର ପଠାରେ। ପ୍ରଜାପତିର ଅସ୍ଥିର ଡେଣାରେ ହଜି ଯାଇଥାଏ କୈଶୋରର ଅସ୍ତିତ୍ୱ। ମେଘ ପରି ଉଚ୍ଚକିତ ଆକାଂକ୍ଷାରେ ସରିଯାଏ ଯୌବନର ସୋପାନ। ଏବେ କୌଣସି ଭୂମିକାର ଆଉ ପ୍ରୟୋଜନ ନାହିଁ। ଏବେ କୌଣସି ଭୂମିକାର ଆଉ ପ୍ରୟୋଜନ ନାହିଁ, କାରଣ ଘଟଣା ବିହୀନ ଇତିହାସର କେହି ନଥାନ୍ତି ରାଜସାକ୍ଷୀ। ଯାହା ସବୁ ଘଟିବ ବୋଲି ମାଳିକାକାରମାନେ କହିଯାଇଛନ୍ତି, ତାକୁ ଟାଳିଦେବାକୁ କୌଶଳ କାହାକୁ ଜଣା ନାହିଁ ଏଠାରେ। ସମୁଦ୍ରକୁ ଯାଇଥିବା ନୋଳିଆମାନଙ୍କ ଆଖି ନୀଳ ହୋଇଗଲାଣି କେବେଠୁ। ସେମାନେ ସ୍ୱପ୍ନ ଦେଖିବା ବନ୍ଦ କରିଦେଲେଣି ଯେବେଠୁ। ନୋଳିଆମାନଙ୍କ ଆଖି ନୀଳ ହୋଇଗଲାଣି କେବେଠୁ, ସେମାନେ ସ୍ୱପ୍ନ ଦେଖିବା ବନ୍ଦ କରିଦେଲେଣି ଯେବେଠୁ।
ସେମାନଙ୍କ ଜାଲରେ ଧରା ଦେଲେ ମାଛ ବଦଳରେ ତଳେ ମାତାଲ ମହୁମାଛି। ସବୁ ସାଧାରଣ କଥା। ସବୁ ସାଧାରଣ କଥା ଏବେ ଅସାଧାରଣ ହେବାକୁ ଆରମ୍ଭ କରିଛନ୍ତି ନିଜ ମତେ। ଆକାଶର ଛାୟାପୁଞ୍ଜ ନିହାରିକା, ନକ୍ଷତ୍ର ମଣ୍ଡଳ ସମୁଦ୍ରରେ ଲୀନ ହେବା ଆଗୁ ମଣିଷ ବି ଚିହ୍ନି ସାରିଥିବ ନିଜର ଆତ୍ମାକୁ। ଆକାଶର ଛାୟାପୁଞ୍ଜ ନିହାରିକା, ନକ୍ଷତ୍ର ମଣ୍ଡଳ ସମୁଦ୍ରରେ ଲୀନ ହେବା ଆଗୁ ମଣିଷ ବି ଚିହ୍ନି ସାରିଥିବ ନିଜର ଆତ୍ମାକୁ। ଶ୍ରୋତାବନ୍ଧୁ, ଆଜି ଆମେ ପଢୁଥିଲେ କବି ପ୍ରଦୀପ ବିଶ୍ୱାଳଙ୍କର ଆଲୋକିତ ସନ୍ନ୍ୟାସ ସଂକଳନସ୍ଥ କିଛି କବିତା। ଆଲୋକିତ ସନ୍ନ୍ୟାସ ପୁସ୍ତକଟିରେ କବିଙ୍କର ଧୂସର ଧ୍ରୁପଦୀ, ଭୂମିସ୍ପର୍ଶ, ଶେଷ ଲୋକ ଇତ୍ୟାଦି ଅନେକ କବିତା ସଂକଳନକୁ ସଂକଳିତ କରାଯାଇଛି। ଆଶା କରୁଛି ଆଜି କବିଙ୍କର ଯେଉଁ କବିତା ଗୁଡ଼ିକ ଆମେ ଶୁଣିଲେ ସେସବୁ ଆପଣମାନଙ୍କୁ ଭଲ ଲାଗିବ ଏବଂ କବି ଆପଣମାନଙ୍କର ହୃଦୟ ହେବେ। ଅଡ଼ିଓଟି କେମିତି ଲାଗିଲା ଆପଣଙ୍କର ମତାମତ ଅପେକ୍ଷାରେ। ଧନ୍ୟବାଦ।